ସୋରିଷ ମାଛର ବେସର ଯାହା ଖାଇବାକୁ ବହୁତ ସ୍ୱାଦ ଲାଗେ। ଏମିତି ଆମ ଓଡ଼ିଆ ଘରେ ଏହା ଅତି ପରିଚିତ। ଛୋଟବେଳେ ମା ଏମିତି ବହୁତ ରୋଷେଇ କରେ, ବହୁତ ଭଲ ଲାଗେ ଖାଇବା ଲାଗି। ଆପଣମାନେ ଏମିତି ଥରେ ଏଇ ପ୍ରୋସେସ୍ରେ ଏମିତି ସୋରିଷ ମାଛର ବେସର ବନାନ୍ତୁ, ଯାହା ଆପଣଙ୍କୁ ବହୁତ ଭଲ ଲାଗିବ। ପ୍ରଥମେ ମାଛକୁ ଏମିତି ଭଲସେ ଧୋଇ ସେଥିରେ ହଳଦୀ ଲୁଣର ମ୍ୟାରିନେଟ୍ ଭଲସେ କରିନେବା ଏବଂ ତେଲକୁ ଭଲସେ ଗରମ କରି ତେଲଟି ଭଲସେ ଗରମ ହୋଇଥିଲା ପରେ ସେଥିରେ ମାଛ ପିସ୍କୁ ଏମିତି ସୁନ୍ଦର ଭାବେ ଛାଡ଼ି ଛାଡ଼ି ଭାଜିବେ। ନହେଲେ ମାଛ ପିସ୍ ଗୁଡ଼ିକ ପରସ୍ପର ଲାଗିଲେ ସେ ଭାଙ୍ଗିବାର ବହୁତ ଚାନ୍ସ ଥାଏ। ଏମିତି ମାଛକୁ କଡ଼ା ଭଜା କରିବେ। କଡ଼ା ଭଜାରେ ସାଧାରଣ ତା'ର ଫ୍ଲେଭର୍ ଯେକୌଣସି ମାଛ ତରକାରୀ ଭଲ ଆସେ। ଦେଖନ୍ତୁ ମୋର ମାଛ ଗୁଡ଼ିକ କେମିତି କଡ଼ା ଭଜା ହୋଇଛି ଏବଂ ଏହା ଗୋଟା ଗୋଟା ପରି ହୋଇଛି। ତାପରେ ୟାର ଯେଉଁ ବାଟଣ ତିଆରି କରିବି, 2ଟି ଲଙ୍କା ନେଲି, 4-5ଟି ରସୁଣ, ଛୋଟ ଡାଲଚିନି, 2-3 ଇଲାଇଚି, ଜିରା ଗୁଣ୍ଡ ଆଉ ଆମର ତେଜପତ୍ର, ୟାକୁ ସବୁ ଆଉ ସୋରିଷ କିଛି, ୟାକୁ ସବୁ ଗୁଣ୍ଡ କରିଦେଲି। ଗ୍ରାଇଣ୍ଡିଙ୍ଗ କରିଦେବେ, ଗ୍ରାଇଣ୍ଡିଙ୍ଗ କରି ରଖିଦେବେ ଏବଂ ପୁଣି ଥରେ ଆପଣ କଢ଼ାକୁ ତେଲ ଦେଇ ଗରମ କରିବେ ଏବଂ ଗୋଟିଏ ଛୋଟ ପିଆଜକୁ ତାକୁ ଚପ୍ କରିଦେବେ ଏବଂ ତାକୁ ଭାଜିବେ ଯେପର୍ଯ୍ୟନ୍ତ ପିଆଜର ବ୍ରାଉନ୍ କଲର୍ ଆସିନାହିଁ। ବ୍ରାଉନ୍ କଲର୍ ଆସିଲା ପରେ ତାପରେ ଆମର ଯେଉଁ ବାଟିକି ରଖିଥିବା, ଗ୍ରାଇଣ୍ଡିଙ୍ଗ ରଖିଥିବା ଯେଉଁ ବାଟଣ, ଯେଉଁ ସୋରିଷର ବାଟଣ, ତାକୁ ଆମେ ଏଇଠି ତାକୁ ମିଶାଇ ଦେବା। ତାର ନେକ୍ସଟ ପ୍ରୋସେସ୍ରେ ଆମେ ଏଥିରେ ଆମର ହଳଦୀ ଗୁଣ୍ଡ ସ୍ୱାଦ ଅନୁସାରେ ହଳଦୀ ଗୁଣ୍ଡ ଦେବେ, ପ୍ଲସ୍ ଏଥିରେ ଆପଣ କିଛି ଲଙ୍କା ଗୁଣ୍ଡ ସ୍ୱାଦ ଅନୁସାରେ, ରେଡ଼୍ ଚିଲି ପାଉଡ଼ର ଆପଣ ଏଥିରେ ମିଶାଇବେ। ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡକୁ ଭଲସେ କଡ଼ଚିରେ ମିଶାଇ ଦେବେ। ଏହା ବହୁତ ମିକ୍ସ କଲେ ଏହାର ଫ୍ଲେଭର୍, ସୋରିଷ ବାଟଣର ଭଲ ଫ୍ଲେଭର୍ ଆସିବ। ଏ ମସଲାଟି ତିଆରି ହେଇସାରିଲା ପରେ ଏଥିରେ ଆମେ କ'ଣ କରିବା, ଗୋଟେ ଛୋଟ ମିଡ଼ିୟମ୍ ସାଇଜ୍ରେ ଟମାଟୋକୁ ଚପ୍ କରି ଏଥିରେ ମିଶାଇବା। ଟମାଟୋକୁ ମସଲା ସହିତ ଭଲସେ ଗୋଳେଇ ନେବେ ଏବଂ ଟମାଟୋ ସଫ୍ଟ ହେବା ପାଇଁ ଏଥିରେ କିଛି ଲୁଣ ଦେବେ। ସୋରିଷ ବେସର ଯେଉଁ ଆମର ମାଛର ଯେଉଁ ସ୍ୱାଦ, ଆପଣ ଏମିତି ପାଣିରେ କରିବେ, ଦେଖିବେ ଏତେ ସୁନ୍ଦର ଲାଗିବ। ଦେଖନ୍ତୁ ମୁଁ ଲୁଣ ଏଥିରେ ସ୍ୱାଦ ଅନୁସାରେ ଦେଲି। ଟମାଟୋକୁ ଭଲସେ ସଫ୍ଟ କରି ନେବ ଏବଂ ଏହା ବି ବହୁତ ଆପଣଙ୍କ ଫ୍ଲେଭର୍, ଟମାଟୋ ଫ୍ଲେଭର୍ଟା ସୋରିଷ ବାଟଣରେ ବଢ଼େଇ ଦେବ। ଏହି ପ୍ରଣାଳୀରେ ଏମିତି କରି ରୋଷେଇ କରିବେ। ମୁଁ ଏମିତି ଟମାଟୋକୁ ବାଟଣ ସହିତ, ସୋରିଷ ବାଟଣ ସହିତ ଭଲସେ ଏମିତି କଡ଼ଚିରେ ମିଶାଇ ଦେଲି, ଦେଖନ୍ତୁ। ଏବଂ ଗ୍ରେଭି ଅନୁସାରେ ଆପଣ ଏଥିରେ ପାଣି ମିକ୍ସ କରିବେ। ତ ମୁଁ ବେଶୀ ପାଣି ମିକ୍ସ କରିବେନି, ବେଶୀ ଏହା ଭଲ ନୁହେଁ ନା ବେଶୀ ଆପଣ ଅଧିକ ପାଣି ରଖିଲେ ଭଲ ଲାଗିବ ନା କମ୍ ରଖିଲେ ଭଲ ଲାଗିବ। ମୁଁ ମାଛକୁ ଯେଉଁ ଭାଜିକି ରଖିଥିଲି ତାକୁ ଏଥିରେ ମିଶାଇ ଦେଲି। ମାଛକୁ ଏମିତି ଗୋଟେ ଫୁଟଣ ଆସିଲା ପରେ ବାଟଣର ଏମିତି ମାଛକୁ ବାଟଣ ସହିତ ମିଶାଇ ଦେବେ। ଏମିତି ତାକୁ ଗୋଟେ କଡ଼ଚିରେ ତାକୁ ଭଲସେ ମିଶାଇବାକୁ ଦେବେ ଏବଂ ତାକୁ ଗୋଟେ ଫୁଟଣ 5-10 ମିନିଟ୍ ଏମିତି ଟିକେ ଫୁଟାଇବେ, ଯେମିତି ଗ୍ରେଭି ଆପଣଙ୍କୁ ଭଲ ଲାଗିବ। ଏବଂ ଲାଷ୍ଟରେ ଦେଖନ୍ତୁ ମୁଁ ସେଥିରେ ଧନିଆ ପତ୍ର ଚପ୍ ରଖିଥିବା ଏଥିରେ ଗାର୍ନିଶ୍ କଲି। ଏମିତି ବନାନ୍ତୁ ମାଛର ବେସର, ଯାହା ଖାଇବ ସ୍ୱାଦ ଲାଗେ।